ଦେଖନ୍ତୁ ଆଜି ତ ଓଡ଼ିଶା ବନ୍ଦ, ସେଥିପାଇଁ ମାର୍କେଟ ବଜାର ବସ୍ ଚଳାଚଳ ସବୁକିଛି ବନ୍ଦ ରହିଛି। ଆଉ ଏମିତି ତ ବନ୍ଦ ରହିବାରୁ ଆହୁରି ଅସୁବିଧାରେ ଲୋକମାନେ ପଡ଼ୁଛନ୍ତି। ଆଉ ଏମିତି ଷ୍ଟ୍ରାଇକ୍ ବନ୍ଦ କଲେ କ'ଣ ଝିଅମାନେ ସୁରକ୍ଷିତ ରହିବେ ନା ସୁରକ୍ଷିତ ବଞ୍ଚି ପାରୁଛନ୍ତି? ଆଉ ଏମିତି କେତେ ଷ୍ଟ୍ରାଇକ୍ ଆସିଲାଣି, କେତେ ବନ୍ଦ ହେଲାଣି, କିନ୍ତୁ ଜୀବନ ଝିଅମାନଙ୍କର ସୁରକ୍ଷିତ ରହୁନି। ଆଉ ଅକାଳରେ ଜୀବନ ଝିଅମାନଙ୍କର ଚାଲିଯାଉଛି। ଆଉ ଏମିତି ଓଡ଼ିଶା ଷ୍ଟ୍ରାଇକ୍ କଲେ କ'ଣ ହେବ? ସଞ୍ଚୟ କରି କ'ଣ ଝିଅର ବାପା ମାଆକୁ ଦେଉଛନ୍ତି କି? ନା ତାର ଆତ୍ମାକୁ କ'ଣ ଶାନ୍ତି ମିଳିବ? ଯେଉଁ ଜାଗାରେ ହେଇଛି ସେଇ ଜାଗାରେ ଯଦି ଷ୍ଟ୍ରାଇକ୍ କରିବ ନା ଘେରାଉ କରିବ, ଦୋଷୀକି ଦଣ୍ଡ ଦେବ, ଯେମିତିକି ସେ ସବୁଦିନ ପାଇଁ ବଞ୍ଚିକି ରହିବ, କଷ୍ଟ ପାଇବ। ସେମିତି ହେଲେ ହିଁ ଝିଅର ଆତ୍ମା ଶାନ୍ତି। ଝିଅର ବାପା ବି ବାଇଟ୍ ଦେଉଛନ୍ତି ଯେ ମୁଁ ଗଭର୍ଣ୍ଣମେଣ୍ଟ ପକ୍ଷରେ ଅଛି, ଆଉ ଷ୍ଟ୍ରାଇକ୍ଟାକୁ ଉଠେଇ ଦିଅନ୍ତୁ। ଆଉ ଏଇଟା ତ ନିଶ୍ଚୟ କେଉଁ ଚାପରେ ହିଁ କହୁଥିବେ, ଆମେ ତ ଜାଣିନୁ। ଆଉ ମୁଁ ଏଇଟା ଯେଉଁ କହୁଛି ଠିକ୍ କି ଭୁଲ ମୋତେ କମେଣ୍ଟରେ କହିବେ। ବୁଲିବାକୁ ବାହାରି ପଡ଼ିଲୁ, ଆଉ ବାହାରିଲେ ଆସି ଦେଖିଲୁ ଗୋଟେ ଅନ୍ଧ ରୋଡ଼ କ୍ରସ୍ କରୁଛନ୍ତି। ସେଥିପାଇଁ ମୁଁ ପାଖାପାଖି ତାଙ୍କ ଯିବା ରାସ୍ତାରେ ମୁଁ ଛାଡ଼ିଦେଲି। ସବୁବେଳେ ତ ଦେଖୁଥାଏ ୟାଙ୍କୁ ଏଇ ରୋଡ଼ କ୍ରସ୍ କରିକି ଯାଉଛନ୍ତି। ଆଉ ତାକୁ ତ ସବୁବେଳେ କୁଆଡ଼େ ଯାଉଛନ୍ତି କ'ଣ? ତମ ଗାଁକୁ ସିଧା ଆମେ ଯାଉଛୁ କୁଆଡ଼େ ସବୁବେଳେ ସିଧା ଯାଅ। ଏଇଟା ସରସାଙ୍ଗ ତଳକୁ ଯିବ ପରା। ସରସାଙ୍ଗ ତଳକୁ ତ କୋଉ ଗାଁ? ହଁ ହେଲେ ଏପଟେ ସିଧା ଯାଅ, ରାଇଟ୍ ସାଇଡ୍ ଯାଅ। ଦେଖନ୍ତୁ ଏବେ ତ ମୋ ସାଙ୍ଗ ଘରେ ଆସିକି ପହଞ୍ଚି ଗଲୁ। ଆଉ ଏପଟେ ମୁଁ ତାଙ୍କ ଘରଟା ଦେଖନ୍ତୁ, ନୂଆ ଘରଟା ମୁଁ ଦେଖାଇ ଦେଉଛି ଆପଣମାନଙ୍କୁ। ଆଉ ଏପଟେ ଏତେ ଜୋର ବର୍ଷା ଆସିଲା, ଆମେ ଆସିଲା ସେ ଏତେ ଖରା ଥିଲା। ଦେଖନ୍ତୁ କେତେ ଜୋର ପୁରା ବର୍ଷା ହେଉଛି। ଏଇଟା ରୋଷେଇ ଘର କି? ଦେଖନ୍ତୁ ଏଇଟା ତ 2 ନମ୍ବର ଘରୁ ଯାଉଛୁ। ଆଉ ତାଙ୍କ ଘରେ ପହଞ୍ଚିବା ପୂର୍ବରୁ ଲାଇଟ୍ ପଳେଇଲା, ସେଥିପାଇଁ ମୁଁ ବେଶୀ କିଛି ଦେଖାଇ ପାନି। ଆଉ ଆଙ୍କର ବି ନୂଆ ଘର, କିଛି ଦେଖାଇ ପାନି ଆପଣମାନଙ୍କୁ ଅନ୍ଧାରରେ। ଆଉ ଦେଖନ୍ତୁ ବର୍ଷା ତ ଜମା ଛାଡ଼ିଲାନି, ସେଥିପାଇଁ ଛତା ଗୋଟେ ମାଗିକି ଧରିକି ଆମେ 2 ସାଙ୍ଗ ପଳେଇ ଆସିଲୁ। ଆଉ ଏପଟେ ଆସିକିରି 3 ନମ୍ବର ଘରକୁ ପହଞ୍ଚିଗଲୁ। ତାଙ୍କ ଘରକୁ ତ ଯାଇକିରି ମୋ ସାଙ୍ଗ ଦେଖନ୍ତୁ କେଉଁ ଉପରେ ଚଢ଼ିକିରି କ'ଣ କରୁଛନ୍ତି। ଦେଖନ୍ତୁ ଚେଁ ତ କେଉଁ ଭାଷା ଆଉ କାହାକୁ ଚେଁ ତ କହୁଛି ମୁଁ ତ ଜାଣିନି। ଆପଣ ଯଦି ଜାଣିଥିବେ ମୋତେ କମେଣ୍ଟ ଡାକୁଛି ଚେଁ ବୋଲେ କି ଦେଖନ୍ତୁ ଏପଟେ ତ ପହଞ୍ଚିଗଲୁ ମୋ ସାନ ପୁଅର ଟ୍ୟୁସନରେ ପହଞ୍ଚିଲା ପରେ ମ୍ୟାଡ଼ାମଙ୍କୁ ମୁଁ ପଚାରିଲି ମୋ ଛୋଟ ପୁଅ କେମିତି ପଢ଼ୁଛି। ନା ହଁ ଭଲ ପଢ଼ୁଛି, ଗୋଟେ ଥରରେ ପାଠ ମନେ ରଖିଦେଉଛି, ମାତ୍ର ଦୁଷ୍ଟାମି। ଆଉ ଦୁଷ୍ଟାମି ତ କହନ୍ତି ଦୁଷ୍ଟାମି ଥିଲେ ହିଁ ଭଲ ପାଠ ପଢ଼ିବ, କିନ୍ତୁ ମୋ ପୁଅ ବହୁତ ମାନେ ସ୍କୁଲରେ ବି ସେକେଣ୍ଡ ହେଇଛି। ଆଉ ତାର ଅକ୍ଷର ପାଇଁ ସେ ସେକେଣ୍ଡ ହେଲା, ନହେଲେ ବି ହୁଏତ ଫାଷ୍ଟ ହେଇଥାନ୍ତା। ତାପରେ ପୁଣି ପହଞ୍ଚିଲୁ ଆଉ ଜଣଙ୍କ ଘରେ। ଆଉ ଦେଖୁ ତ ଏପଟେ ତ ପହଞ୍ଚି ଆମେ କଥାବାର୍ତ୍ତା ହେଲା ଭିତରେ ତାଙ୍କେ ଥଣ୍ଡା ଆଣିକି ଆମକୁ ଦେଇଦେଲେ। ତ ଏପଟେ ତ ଥଣ୍ଡା ପିଇକି ଆମେ ପଳେଇଲୁ ଆଉ ଗୋଟେ ତାଙ୍କ ସାମ୍ନା ଘରକୁ। ଆଉ ଏତେ ଘରକୁ ଆଜି କ'ଣ ପାଇଁ ତ ବୁଲୁଛୁ, ମୋର ନେକ୍ସଟ ବ୍ଲଗ୍ରେ ଲଙ୍ଗ୍ ଭିଡ଼ିଓ ମୁଁ ପକେଇବି। ଏପଟେ ଦେଖନ୍ତୁ ତାଙ୍କ ପହଞ୍ଚିଲା ପରେ ତାଙ୍କ ସାନ ପୁଅ ଆସିକିରି ମୋତେ ଗୋଡ଼ ଛୁଇଁକିରି ମୁଣ୍ଡିଆ ମାରିଦେଲା। ଆଉ ତା ମମି ତ ରେଷ୍ଟ ନେଉଥିଲେ, ତଥାପି ଆମେ ତା ମମିକି ଉଠେଇଲୁ। ଦେଖନ୍ତୁ ଏ ଯେଉଁ ଭିଡ଼ିଓଟା ଦେଖେଇଲି ସେ ଝିଅ ହେଉଛି ମୋ ବଡ଼ ପୁଅର କ୍ଲାସମେଟ୍। ଆଉ ଏବେ ନୂଆ ତ ଗୀତ ଗୁଡ଼ାକ କାଟୁଛି, ବହୁତ ସୁନ୍ଦର ହେଇଥାଉଛି। ଯଦି ଆପଣମାନେ ଚାହିଁବେ ତାହେଲେ ମୋତେ କମେଣ୍ଟରେ କହିବେ, ମୁଁ ଲଙ୍ଗ୍ ଭିଡ଼ିଓ ପକେଇ। ଯେଉଁଟା କହିଲେ ପାଠ ଧରି ଦେଉଛି, ମାତ୍ର କ'ଣ ଟିକେ ଦୁଷ୍ଟାମି। ଏପଟେ ତ ଗୁଡ଼ିର ସାଙ୍ଗ ଗୁଡ଼ା ଆସୁଛନ୍ତି, ଆଉ ସେମାନଙ୍କୁ ନେଲପଲିସ୍ ଲଗେଇକି ଛଡ଼ା ହେଇଯାଉଛି। ଆଉ ବଡ଼ ତ ଯିଏ ଆସିବ ସେମାନେ ଅଳତା ହିଁ ଲଗାଉଛନ୍ତି। ଆଉ ଏସବୁ ତ କ'ଣ ହେଉଛି ଜାଣିବା ପାଇଁ ଯଦି ଆପଣ ଚାହୁଁଛନ୍ତି ତାହେଲେ ସବସ୍କ୍ରାଇବ୍ ଯଦି କରିନଥିବେ ସବସ୍କ୍ରାଇବ୍ କରିଦିଏ। ପୁଣି ନେକ୍ସଟ ବ୍ଲଗ୍ରେ ଦେଖାବ। ଜୟ ଜଗନ୍ନାଥ।